ଅବନିରଞ୍ଜନ ଯୋଶୀଙ୍କୁ ମିଳିଲା ନୂଆପଡ଼ା ଜିଲ୍ଲାର ବିଜୁ ଜନତା ଦଳ ସଭାପତି ଦାୟିତ୍ୱ। ନୂତନ ଭାବରେ ସୃଷ୍ଟି ହେବ ବିଜୁ ଜନତା ଦଳର ରଣକୌଶଳ। 2024 ନିର୍ବାଚନରେ ସରକାର ଗଠନ କରିବାରେ ଅସଫଳ ହୋଇଥିବା ବିଜୁ ଜନତା ଦଳର ବିଗତ ଦିନର କାର୍ଯ୍ୟାବଳୀକୁ ଭୁଲି ନାହାନ୍ତି ଓଡ଼ିଶାବାସୀ। ଏବେ ମଧ୍ୟ ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ପାଖରେ ରହିଛି ବୋଲି ଦଳୀୟ କର୍ମୀମାନେ ମତ ଦେଉଥିବା ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏବେ ମଧ୍ୟ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ହୃଦୟ ଭିତରେ ରଖିଛନ୍ତି ବୋଲି ବିଜୁ ଜନତା ଦଳର ନେତାମାନେ ପ୍ରକାଶ କରୁଛନ୍ତି। 2025 ନିର୍ବାଚନ ପରେ ଦଳକୁ ସୁଦୃଢ଼ କରିବା ପାଇଁ ଏବଂ ବିଜୁ ଜନତା ଦଳର ପତିଆରାକୁ ଜୀବିତ ରଖିବା ପାଇଁ ପୁଣି ଦଳ ଅଣ୍ଟା ଭିଡ଼ି ବାହାରିଛି। ନିର୍ବାଚନ ପରେ ବିଜୁ ଜନତା ଦଳର ଦୟନୀୟ ପରିସ୍ଥିତି ଆସିଯିବ ବୋଲି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ଆସୁଥିବା ବେଳେ ବିଜୁ ଜନତା ଦଳ ଜିଲ୍ଲା ସଂଗଠନ ପାଇଁ ଜିଲ୍ଲା ସଭାପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି। ସେହି ଜିଲ୍ଲା ସଭାପତି ନିଯୁକ୍ତି ପ୍ରକ୍ରିୟାର ନୂଆପଡ଼ା ଜିଲ୍ଲା ବିଜୁ ଜନତା ଦଳର ନୂତନ ଜିଲ୍ଲା ସଭାପତି ଭାବରେ ଅବନିରଞ୍ଜନ ଯୋଶୀଙ୍କୁ ମିଳିଛି ଏକ ଗୁରୁ ଦାୟିତ୍ୱ। ନୂଆପଡ଼ା ଜିଲ୍ଲାରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଅବନିରଞ୍ଜନ ଯୋଶୀ ଜଣେ ଦୃଢ଼ ସଂଗଠକ। ସମାଜସେବା ଭାବରେ ରୁଚି ରଖିଥିବା ଶ୍ରୀଯୁକ୍ତ ଯୋଶୀ ଅନେକ କିଛି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିସାରିଛନ୍ତି। ନୂଆପଡ଼ା ଜିଲ୍ଲାବାସୀଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଥିବା ଶ୍ରୀଯୁକ୍ତ ଯୋଶୀ ବିଜୁ ଜନତା ଦଳର ସଭାପତି ଦାୟିତ୍ୱ ନେବାରେ ଦଳକୁ ସଠିକ୍ ଦିଗରେ ନେବା ପାଇଁ ଆଶା ବାନ୍ଧିଛନ୍ତି। ଦଳକୁ ସୁଦୃଢ଼ କରିବା ପାଇଁ ଦଳର ପ୍ରତ୍ୟେକ କର୍ମୀମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ନୂଆପଡ଼ା ଜିଲ୍ଲାରେ ଥିବା ପ୍ରତ୍ୟେକ ବିଜୁ ଜନତା ଦଳର କର୍ମୀମାନଙ୍କ ସହିତ ଆଲୋଚନା କରାଯିବ। ରାଗ ରୁଷା ଭୁଲି ସମସ୍ତେ ପରସ୍ପର ମଧ୍ୟରେ ହାତ ମିଳେଇ କାର୍ଯ୍ୟ କରିଲେ ଆଗାମୀ ଦିନରେ ପୁଣି ସରକାର ଗଢ଼ିପାରିବ ବୋଲି ନୂତନ ସଭାପତି ଆଶା ପ୍ରକଟ କରିଛନ୍ତି। ମୁଁ ହେଉଛି ନାମକୁ ମାତ୍ର, ଦଳୀୟ କର୍ମୀଙ୍କ ବିନା ସହଯୋଗରେ ମୁଁ ପାଦଟିଏ ଆଗେଇ ପାରିବି ନାହିଁ ବୋଲି ପ୍ରକାଶ କରିଛନ୍ତି ନୂଆପଡ଼ା ଜିଲ୍ଲାର ନୂତନ ସଭାପତି ଆସନ ଅଳଙ୍କୃତ କରିଥିବା ଅବନିରଞ୍ଜନ ଯୋଶୀ। ନୂଆପଡ଼ା ଜିଲ୍ଲାବାସୀଙ୍କ ଉପରେ ସେ ଅନେକ ବିଶ୍ୱାସ ରଖିଛନ୍ତି ଯେ ବିଜୁ ଜନତା ଦଳକୁ ଆଗାମୀ ଦିନରେ ସହଯୋଗ କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବନିରଞ୍ଜନ ଯୋଶୀଙ୍କୁ ନୂଆପଡ଼ା ଜିଲ୍ଲାର ସଭାପତି ରୂପେ ଘୋଷଣା କରିବା ପରେ ନୂଆପଡ଼ା ଜିଲ୍ଲାର ପ୍ରତ୍ୟେକ ବିଜୁ ଜନତା ଦଳର କର୍ମୀମାନେ ଉତ୍ସାହିତ ହୋଇଯାଇଥିଲେ। ଜଣେ ଦୃଢ଼ ସଂଗଠକକୁ ନବୀନ ପଟ୍ଟନାୟକ ସଭାପତି ଦାୟିତ୍ୱ ଦେଇ ନୂଆପଡ଼ା ଜିଲ୍ଲାକୁ ବିଜେଡିର ପଲ୍ଲା ଭାରୀ କରିଦେଇଛନ୍ତି ବୋଲି ଜିଲ୍ଲାର ବିଜେଡି କର୍ମୀମାନେ ନବୀନ ପଟ୍ଟନାୟକଙ୍କୁ ଅନେକ ପ୍ରଶଂସା କରିଛନ୍ତି। ଚଳଚଞ୍ଚଳ ହୋଇଉଠିଥିଲା ଖଡ଼ିଆଳଠାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ। ଶତାଧିକ ବିଜେଡି କର୍ମୀ ନୂତନ ସଭାପତିଙ୍କୁ ଉପଢୌକନ ଆଉ ଫୁଲମାଳ ଦେଇ ସ୍ୱାଗତ ଜଣାଇଥିଲେ। ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ନୂତନ ସଭାପତିଙ୍କୁ ସ୍ୱାଗତ ଜଣାଇ ଆଗାମୀ ଦିନରେ କେମିତି ବିଜୁ ଜନତା ଦଳ ନୂଆପଡ଼ା ଜିଲ୍ଲାରେ ସ୍ୱତନ୍ତ୍ରତା ବଜାୟ ରଖିବ ତାହା ସମସ୍ତଙ୍କ ସହଯୋଗରେ ଆଗକୁ ଯିବାକୁ ହେବ ଏବଂ ଏଥିରେ ନୂତନ ସଭାପତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନୂଆପଡ଼ା ଜିଲ୍ଲା ପାଇଁ ନୂଆ ଆଶା ସଞ୍ଚାର ହୋଇପାରିବ ଦଳୀୟ କର୍ମୀ କହିଥିଲେ। ଖଡ଼ିଆଳ କାର୍ଯ୍ୟାଳୟରେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିବା ବେଳେ ଚିତ୍ତରଞ୍ଜନ ବେହେରା, ହୀରାଧର ମେହେର, ଯୋଗେନ୍ଦ୍ର ପାଣ୍ଡେ, ବିଜୟ ପଟେଲ, ଶେଫାଳି ସଲମା, ସରସ୍ୱତୀ ବାଗ, ଅମିତାଭ ପଟେଲ ଗୁରୁଦାୟିତ୍ୱ ବହନ କରି ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।